ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ କ୍ରୀଡ଼ା ଉତ୍ସବ। କ୍ରୀଡ଼ାର ସମାରୋହ ଦୁନିଆରେ ଅନେକ ପ୍ରକାର ସମାରୋହ କରାଯାଉଥିବା ବେଳେ ସେହି ସମାରୋହକୁ ଉତ୍ସବର ଆୟୋଜନ କରି ଆମେ ସମସ୍ତେ ପାଳନ କରିଥାଉ। ପର୍ବପର୍ବାଣୀ ଠାରୁ ଆରମ୍ଭ କରି ଯାଗ ଯଜ୍ଞ ସହିତ ମନୋରଞ୍ଜନର ଗୀତ ନାଚ ସମାରୋହକୁ ସାଧାରଣତଃ ଆମେ ଉତ୍ସବ ଆକାରରେ ପାଳନ କରିଥାଉ। ଉତ୍ସବର ପୃଷ୍ଠା ଯଦି ଖୋଲାଯାଏ ତାହେଲେ ସେହି ପୃଷ୍ଠା ମଧ୍ୟରେ ରହିଥାଏ ଖେଳ ଉତ୍ସବ। ଖେଳ ଉତ୍ସବକୁ ସାଧାରଣତଃ କ୍ଲବ ଏବଂ ଶିକ୍ଷା ଅନୁଷ୍ଠାନମାନଙ୍କରେ ବିଶେଷ ଭାବରେ ଦେଖାଯାଇଥାଏ। ଭିନ୍ନ ଭିନ୍ନ ଅନୁଷ୍ଠାନରେ ଭିନ୍ନ ଭିନ୍ନ ଖେଳର ସମ୍ଭାର ଖୋଲିଦେଇ ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନ ଦେଇ ବାନ୍ଧି ରଖିବାରେ ସହାୟକ ହୋଇଥାଏ। ଖେଳ ଖେଳିବାରେ ଆଉ ଏକ ଲାଭ ମିଳିଥାଏ ଯେ ଶାରୀରିକ ଏବଂ ମାନସିକ ସ୍ତରରେ ଖୁବ୍ ଉନ୍ନତି ଘଟିଥାଏ। ତା ସହିତ ଖେଳାଳିମାନଙ୍କର ସୁସ୍ଥ ଶରୀର ଗଠନ କରିବାରେ ଖେଳ ମୁଖ୍ୟ ଭୂମିକା ଲିଭାଇଥାଏ। ସେହି ଖେଳକୁ ଆଜିର ଦୁନିଆରେ ବିଶେଷ ଭାବରେ ଗୁରୁତ୍ୱ ଦେଇ ତୃଣମୂଳ ସ୍ତରରୁ ବିଶେଷ ଧ୍ୟାନ ଦିଆଯାଉଛି। ସେମିତି ଏକ କ୍ରୀଡ଼ା ଉତ୍ସବ ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା ଝାଙ୍କରପାଲି ଚକର କେନ୍ରେ ଥିବା ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲରେ। କୁନି କୁନି ପିଲାମାନଙ୍କ ପାଦର ସ୍ପର୍ଶରେ ଚଳଚଞ୍ଚଳ ହୋଇଉଠୁଛି ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଖେଳ ପଡ଼ିଆଟି। ଭିନ୍ନ ଭିନ୍ନ ଖେଳର ପସରା ଅଜାଡ଼ି ହୋଇ ପଡ଼ିଛି କଅଁଳ ଘାସରେ ଆଚ୍ଛାଦିତ ହୋଇ ରହିଥିବା ଘାସ ପଡ଼ିଆରେ। ସତେ ଅବା ଜଣାପଡ଼ୁଛି ଫୁଲର ଗହଣକୁ ପର କରିଦେଇ ଟିକି ଟିକି ପ୍ରଜାପତି ଆସି ପଡ଼ିଆ ଛାତିରେ ଦୁଷ୍ଟାମି କରୁଛନ୍ତି। ବେପଥୁ ଫଗୁଣର ଫୁଲରାଣୀ ଆସି ଫଗୁଣ ଦଳିର ଭ୍ରମ ସୃଷ୍ଟି କରି ସମସ୍ତଙ୍କ ହୃଦୟରେ ଭରି ଦେଇଛି ଅପୂର୍ବ ସିଂହରଣ। ସମସ୍ତେ ନିଜ ନିଜ ଖେଳରେ ପାଗଳ ସାଜିଛନ୍ତି। ଭିନ୍ନ ଭିନ୍ନ ଖେଳ ଖେଳି ଅନେକ ଖୁସିର ରଶ୍ମିରେ ବାନ୍ଧି ହୋଇ ଭରପୁର ମଜା ନେଉଥିବା ବେଳେ ଅନ୍ୟକୁ ଖୁସି ବିଞ୍ଚିବାରେ ଅବହେଳା କରୁନାହାନ୍ତି। କୌତୁକିଆ ଖେଳଠାରୁ ଆରମ୍ଭ କରି ଶାରୀରିକ କ୍ରୀଡ଼ାରେ ମଜବୁର ହୋଇ ଭିନ୍ନ ଏକ ଦୁନିଆ ସୃଷ୍ଟି କରିଛନ୍ତି ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ। କ୍ରୀଡ଼ାର ଇନ୍ଦ୍ରଜାଲ ମଧ୍ୟରେ ବାନ୍ଧି ହୋଇ ଭୋକ ଶୋଷ ଭୁଲିଯାଇ ଘଣ୍ଟାର ଟିକ୍ ଟିକ୍ ଶବ୍ଦର ସମୟଚକ୍ରରେ ଆଗକୁ ଆଗକୁ ମାଡ଼ି ଚାଲିଛନ୍ତି। ଖେଳ ଯେ ନିଜକୁ ଖୁସି ଦେବା ସହିତ ଏକ ସୁସ୍ଥ ମସ୍ତିଷ୍କର ସୁସ୍ଥ ଶରୀରଟିଏ ଗଠନ କରିପାରେ ତାହା କୁନି କୁନି ପିଲାମାନେ ହୃଦୟଙ୍ଗମ କରି ସାରିଛନ୍ତି। ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ଯେ କେବଳ ଶିକ୍ଷାଦାନ କରିବାରେ ନିଜର ପରିଚୟ ସୃଷ୍ଟି କରିଛି ତାହା ନୁହଁ। ଶିକ୍ଷା ସହିତ ସ୍ୱାସ୍ଥ୍ୟ ଖାଦ୍ୟ ସଂସ୍କୃତି ପରମ୍ପରା ସହିତ ସମାଜ ସେବାରେ ନିୟୋଜିତ କରିବା ପାଇଁ ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ଅଭିନବ ଢଙ୍ଗରେ ଶିକ୍ଷା ଦେଇ ଆସିଛି। ସମସ୍ତ ଶିକ୍ଷାର ଗନ୍ତାଘର ସାଜିଥିବା ଏହି ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲ ଉପରେ ଅଭିଭାବକମାନଙ୍କ ଅଗାଢ଼ ବିଶ୍ୱାସ ରହିଥିବା ଯୋଗୁଁ ସେହି ସ୍କୁଲରେ ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀମାନେ ଲମ୍ବା ଲାଇନ ଲଗାଇଥାନ୍ତି। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ନିର୍ଦ୍ଦେଶିକା ମାଧୁରିକା ପ୍ରଧାନ ଖେଳ ଉତ୍ସବକୁ ଗୁରୁତ୍ୱ ସହକାରେ ଆୟୋଜନ କରି ଏ ଅଞ୍ଚଳ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀମାନେ ମଧ୍ୟ ଶୃଙ୍ଖଳିତ ଭାବରେ ଖେଳ ଆୟୋଜନରେ ସାମିଲ ହୋଇ ସ୍କୁଲର ନାମକୁ ପ୍ରଥମ ପୃଷ୍ଠାରେ ଲିପିବଦ୍ଧ କରିବା ପାଇଁ ଶତ ଚେଷ୍ଟା କରିଛନ୍ତି। ଏହି କ୍ରୀଡ଼ା ଉତ୍ସବରେ ଜ୍ଞାନଜ୍ୟୋତି ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ମନପସନ୍ଦର ଖେଳରେ ଭାଗ ନେଇ ଖୁବ୍ ମଜା ନେଉଥିବା ଦୃଶ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଛି। ଏହି କ୍ରୀଡ଼ା ଉତ୍ସବ ଆୟୋଜନରେ ସ୍କୁଲର ନିର୍ଦ୍ଦେଶିକା ମାଧୁରିକା ପ୍ରଧାନଙ୍କୁ ଜନସାଧାରଣରେ ଭୂୟସୀ ପ୍ରଶଂସା କରିଛନ୍ତି। ଶିକ୍ଷା ସହିତ ବିଭିନ୍ନ ଦିଗରେ ଦୃଷ୍ଟି ଦେଇ ଛାତ୍ରଛାତ୍ରୀମାନଙ୍କୁ ସ୍ୱତନ୍ତ୍ର ମାଇଲ ଖୁଣ୍ଟ ଅତିକ୍ରମ କରିବାର ପ୍ରୟାସ ସାଧାରଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁକୁ ଚାଲି ଆସିଛି। ब्यूरो रिपोर्ट एबी न्यूज।